আমার কার নাই কিন্তু মু গ্যারেজ করিকি 1856 স্কয়ার ফুট রে ঘরতে করদেলি। আরে হ্যাঁ হেলা যে ভাই কোন হেলা সে কথা কহাগে নাই স্যার ନାହିଁ ନାହିଁ মানে ঘরটা ନାହିଁ ভাঙিগলা ভাঙ্গিଥିଲେ ମୁଁ କଣ ଏଇଠିକି ଆସିଥାନ୍ତି। ଆଉ ତାହେଲେ କଣ କହୁନୁ ସେ ଘରଟା ସାର୍ ଚୋରି ହେଇଯାଇଛି। ଆରେ ତୁ ପାଗଳଟା ନା କଣ ହଁ ଏତେ ପର୍ଯ୍ୟନ୍ତ ଯୋଉ କାହାଣୀଟା ଶୁଣେଇଲୁ ତାର ପୁଣି ଇଏ ए सुन सिनियर अरे थाना को राहाजानी चोरी डकायत केस आसे ता छड़ा एई भली केस भी आसे। अच्छा तमर सही जो 1800 स्क्वायर फुट 1856 ନା हाँ सही 1856 କାର ନାହିଁ ମୁଁ କିନ୍ତୁ ଗ୍ୟାରେଜ କରିଛି। हाँ सही जो 1856 स्क्वायर फुट जगहटा चोरी हो गला ଆଜ୍ଞା ଆଜ୍ଞା माने कौन टेकी नहीं गला ना कौन କେମିତି କେଜାଣି ସାର୍ ମୁଁ ଜାଣିପାରୁନି। से जगह रे कौन अछि କିଛି ନାହିଁ ଘାସ ହେଇଗଲାଣି ଏଇ ସାଇଜ ଏଇଟା ଏଠି ଘାସ। कमिटी टेकी नले ଆଜ୍ଞା कमिटी टेकी नले ସାର୍ ଗୋଟେ ଗାଡି ଆସୁନି ଯୋଉ ଇନ୍ତି ଟେକି ଯୋଉ ଜେସିବି ओ जेसीबी ଯାହା ଚାହିଁବ ଭାଙ୍ଗିବ। सुनो बाबा ଆଜ୍ଞା तमे भूलवाल जगह पळे आछो ଆଜ୍ଞା पुलिस स्टेशन नो बेटर अब तमे हॉस्पिटल को जाओ। ହେଁ? ତାମାନେ ମୁଁ କଣ ପାଗଳ ମୋ କଥାକୁ ବିଶ୍ୱାସ କରୁନାହାନ୍ତି ତ। ଏଇଟା ଦେଖନ୍ତୁ ସାର୍ କଣ ଲେଖା ହେଇଛି କହିଲେ ଏହା ଦ୍ୱାରା ମୁଁ ଦିବାକର ପତି ପ୍ରମାଣିତ କରୁଅଛି ଯେ ହିତାଧିକାରୀ ବଡ ଖଲାଡି ୱାର୍ଡ ନମ୍ବର 14 ଅବନୀ ଷଡଙ୍ଗୀକୁ ଦିଆଯାଇଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘରଟିକୁ ମୁଁ ତନ୍ନ ତନ୍ନ କରି ନିରୀକ୍ଷଣ କଲି ଏବଂ ପ୍ରମାଣ ସ୍ୱରୂପ ଫଟୋ ମଧ୍ୟ ଘର ସହ ହିତାଧିକାରୀଙ୍କର ପ୍ରଦାନ କଲି। ୱାର୍ଡ ମେମ୍ବର ଦିବାକର ପତି 14 ନମ୍ବର ୱାର୍ଡ ବଡଖଲାଡି ଦେଖନ୍ତୁ। 14 नंबर वार्ड आय आय पढ़िल सर আচ্ছা এই ওয়ার্ড মেম্বর ଦେଖିଥିଲା ଏ ଘର ହଁ ସାର୍ ନିଜେ ପ୍ରତିଷ୍ଠା ଦିନ ଯାଇଥିଲା ସେ। ଆଚ୍ଛା ଆଉ ଥରେ କହିଲୁ ସେ ଜାଗାରେ କଣ ଅଛି ସାର୍ ଏଇଆ ସାର୍ ଏଇ ଯୋଉ ହଁ? ଘାସ ଫାସ ଏରିଆ ସାର୍ ସବୁ ହେଇଯାଇଛି ଆଉ ଖାଲି ପଡିଆ ବିଲଟା କିଛି ନାହିଁ। से वार्ड मेंबर को डाकिल ବାପା ବାପା ତମର କଲ୍ ଆସିଛି। କଲ୍ ଆସିଛି ହ୍ୟାଲୋ ଥାନାରୁ କହୁଥିଲି ଆଜ୍ଞା ସାର୍ ସାର୍ ନମସ୍କାର ସାର୍ କଣ ହେଲା ସାର୍ ଆଚ୍ଛା ତମର ସେ ଗାଁର ଅବନୀ ଷଡଙ୍ଗୀଙ୍କ ଗୋଟେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହେଇଥିଲା କି ଆଜ୍ଞା ଆଜ୍ଞା ଆସିଥିଲା ଆସିଥିଲା ଆଜ୍ଞା ତମେ ଯାଇଥିଲ ଦେଖିବା ପାଇଁ ଆଜ୍ଞା ସେ ପରା ଆମ ଗାଁ ଲୋକ ଆମ ଘରଠୁ 3-4ଟା ଘର ପରେ ତାଙ୍କ ଘର ଭାରି ଭଲ ଘରଟେ ସାର୍। ହଁ ସେ ଥାନାରେ ଏଫଆଇଆର ଦେଇଛି ତା ଘରଟା କଣ ଚୋରି ହେଇଯାଇଛି। କଣ କହୁଛନ୍ତି ସାର୍ ଘରଟା କେମିତି ଚୋରି ହବ ଆରେ ସେ କହୁଛି ପରା ସେ ଜାଗାରେ ଟୋଟାଲ ଘର ହିଁ ନାହିଁ। ହବନି ହବନି ରେ ତମକୁ ଡାକୁଛନ୍ତି। ହବନି ଆରେ ଘର ଛୁଟି କାହିଁ ଗୋଟେ ନିଆଁ ଲାଗଲା ଭଳିଆ ପାଟିଟା କରୁଛୁ କଣ ହେଇଛି କହ ଦିବାକର କଣ କଥା ମୋ କଥା କିଛି ବୁଝିଲୁନି ଆଉ ତୁ ଗୋଟେ ଭାଇ ଟେଟି ମୋର ତୁ ଗୋଟେ ପର ଲୋକଙ୍କ ଭଳିଆ କଣ ମତେ ପଇସା ମାଗୁଛୁ କି ରେ ହେଁ? ଆରେ ଭାଉଜକୁ କହିଦେବି କୋଉଦିନ ଗୋଟେ ଚିକେନ ଫିକେନ ଆଣିକି ରାନ୍ଧବ ଦି ଭାଇ ବସିକି ବାଟେଇକି ଖାଇବା କହିଲା ପଇସା ଫଟୋ ଉଠେଇବ କିଏ ହେଁ? ଫଟୋ ଉଠେଇବ କିଏ ଏ ଗାଁର ୱାର୍ଡ ମେମ୍ବର ମୁଁ ମୋଠୁ ଆରମ୍ଭ ବୁଝିଲୁ ମୁଁ କହିଲେ ସରପଞ୍ଚ ସରପଞ୍ଚ କହିଲେ ଭିଏଲଡବ୍ଲୁ କହିଲେ ଜେଇ ଜେଇ କହିଲେ ବିଡିଓ ମତେ ବିଡିଓ ଦେଖୁଛୁ ଆଉ ହେଁ? ମୁଁ ଚିକେନ ଫିକେନ କିଛି ଖାଏନି ମୁଁ ଟଙ୍କା ଖାଏ ହଉ ହଉ ତୁ ରାଗନି କେତେ ପଇସା ତୋର 5,000 ଗୋଟେ ପାଗଳଟା କଣ 5,000 ତତେ କଣ ଖେଳ ଲାଗିଛି ଆରେ ବୁଝୁନୁ କାହିଁକି ଅନ୍ୟ ଲୋକଠୁ 7-8,000 ଟଙ୍କା ନଉଛି ଆରେ ଗୋଟେ ପାଇଖାନା ପାର କରିଦେଲେ 3,000 ଟଙ୍କା ନଉଛି ତୋର ତ ପ୍ରଧାନମନ୍ତ୍ରୀ ଆବାସ 25 ନବା କଥା ତୁ ଖାଲି ନିଜ ଲୋକ ବୋଲି ତତେ କହୁଛି ଟିକେ 5 ଦେ ହଉ ଦେବି ଆରେ ତୋର ତ ସବୁ ଠିକ ଠାକ ଅଛି ଆଉ କଣ ଠିକ ଠାକ ଅଛି କହି କାହିଁକିରି ମତେ ସମସ୍ତେ ମରେଇ ଦେଲ ଦସ୍ତଖତ ହେଲା ଦେଖି ପଇସା ପତ୍ର ନେଇ ନେଇ ଗଲ ସବୁ ନିଜ ଭାଗ ମୋ ହାତକୁ ରହିଲା ଆଉ 70,000 ଟଙ୍କା ସେ 70,000 ଟଙ୍କା କି ବାଳ ଘଟେ ହବ ମତେ କହିବୁ ଘର କରିବୁ ନା ଆରେ କେମିତି କରିବି 70,000 ରେ 70,000 ପରେ ଗୁହାଳଟେ ହବ ନାଇଁ ମୁଁ ସେଠି ମଣିଷ ରହିବି ନା ଛେଳି କୁକୁର ରହିବେ ମତେ ଟିକେ କହିବୁ କି ଆରେ ତୋର ଟୋଟାଲି ହଉନଥିଲା ମୁଁ କୁହା ବୋଲା କରିକି ତ କାମଟି କରେଇଦେଲି 70,000 ଟଙ୍କା କମ ହେଲାଣି ତୁ କେମିତି କରିବୁ କଣ କରିବୁ ମୁଁ ଜାଣିନି କିନ୍ତୁ ଘର ନିହାତି ହବା ଦରକାର ନେ ଧ हाँ ये जमा कथा बसा सुनी खाली कांदिला बसिकी अरे बाबू तेरिका से घर अरे ये सतरे भल पाउला एते जे आ घर चोरी गेला ये को संभाली पाउनी ନା 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 କଥାଟା ହଉଛି ସିଏ ଘରଟା ନିଜେ କରିଥିଲା ନା ହଁ ତାରି ଆଖି ଆଗରେ ତାରି ତତ୍ତ୍ୱାବଧାନରେ ଘରଟା ହେଇଥିଲା
ଚୋରି ହେଇଯାଇଛି ତାକୁ ଗୋଟେ କଷ୍ଟ ହେଇଛି ଆଉ। ଆରେ ହଁ ଯେ ଇଏ ସିନା କିଛି କହିଲେ ଆମେ ଆଗକୁ ବଢିବୁ। ନା ନା ନା, ଏଇ ଛୋଟ ମୋଟ ମାଛ ମିନ ଦଣ୍ଡିକିରି ଆଙ୍କୁ ଧରି କଣ ଲାଭ? ଗୋଟେ ପହଣାରେ ହାତ ମାରନ୍ତୁ। ହଁ ତାମାନେ ମୋ କହିବା କଥା ଇଏ ଛୋଟିଆ। ସରପଞ୍ଚ କଥା ଦେଖନ୍ତୁ, ସିଏ ବି ଦଶକଟା ମାରିଛି ନା ସାର୍। ସିଏ ପ୍ରତିଷ୍ଠାକୁ ଆସିଥିଲା ସରପଞ୍ଚ ନିଜେ। ଏଇ ସାଇଜ ଲେଗ ପିସ୍ ମୁଁ ଦେଇଛି, ରଡ ରଡ କରି ଖାଇଥିଲା, ତା ଦାନ୍ତରେ ଲାଗିଥିଲା, ପଚାରିବ ବ୍ଲଡ ବାହାରିଥିଲା, ମତେ ଦେଖେଇଛି। ଇଏ କାକା କଥା କହୁଛ? ସରପଞ୍ଚକୁ ଡାକନ୍ତୁ ସାର୍, ସେ ନିଜେ ବି ଦାୟୀ ଥିଲା। ଓହୋ ପଟ୍ଟନାୟକ ସାର୍ ସେ ସରପଞ୍ଚକୁ ଡାକ। ସାର୍ ତାର ସେ ପ୍ଲଟଟା 27 ଚେନେ ଖାଇଲା। ପୂର୍ବ ପଶ୍ଚିମ ଆମର 13 ଚେନେ। ଆଜ୍ଞା 27 କୁ ଭାଗ କଲେ 13 ଅଧା ହବ। ସ୍କୋୟାର ସାଇଜ ପଡିବ, ଭଲ ହବ। ମୋ କଥା ମାନ, 2 ମହଲା କର। ହେଲେ ତଳ ଉପରେ ହେଇକି ଜମା ରୁହନି, ନହେଲେ ତଳ ଭାଇ କହିବ ତଳକୁ ମୁଁ ଛାଡିବିନି, ଉପର ଭାଇ କହିବ ମୁଁ ଉପରକୁ ବାଟ ଦେବିନି। ଏମିତି ଝାମେଲାଟା ହବ। ବୁଝିଲ? ହ୍ୟାଲୋ, ହଁ କେ ସରପଞ୍ଚ କହୁଛନ୍ତି କି? ହଁ ମୁଁ ଆଜ୍ଞା ସରପଞ୍ଚ କହୁଛି। ଗୋଟେ ଜରୁରୀ ମିଟିଂ ରେ ଅଛି, ଟିକେ ପରେ କଲ୍ କରନ୍ତୁ। ନାଇଁ ଆଜ୍ଞା, ମୁଁ ଥାନାରୁ କହୁଛି। କଣ ମୁଁ ଏକା ଆଜ୍ଞା କେତେ କଥା ସମ୍ଭାଳିବି? ଥାନାରେ ବି କଣ ଝାମେଲା ହେଲେ ସେଗୁଡାକ କଣ ସରପଞ୍ଚ ବୁଝିବ? ଆମ ବିଚାର ନୁହେଁ, ଆମେ ଆପଣଙ୍କ ବିଚାର କରିବୁ। ଟିକେ ଥାନାକୁ ଆସ। ଆଜ୍ଞା ସାର୍ ଏଇଠି କହୁନାହାନ୍ତି। ଆଚ୍ଛା, ଅବନୀ ଷଡଙ୍ଗୀ ଆପଣଙ୍କ ଗାଁର? ହଁ ଆଜ୍ଞା, ସେ ଆମରି ଗାଁର। କଣ ହେଲା କି ସାରେ? ଆଚ୍ଛା, ତା ପ୍ରଧାନମନ୍ତ୍ରୀ ଆବାସ ଯୋଜନା କରିଛ? ହଁ ସାରେ, ଘର ଭଳିଆ ଘର। ସେ କଣ କି ସାରେ, ମୁଁ 3 ଥର ହେଲା ସରପଞ୍ଚ ହେଲିଣି। ସେ 3 ଥର ଯାକ ତାଙ୍କ ଘର ଲୋକ ମତେ ସବୁ ଭୋଟ ଦେଇ ଆସୁଛନ୍ତି। ମୁଁ କିନ୍ତୁ ସାରେ କୋଉ ଥର ତା ପାଇଁ କିଛି କରେଇ ପାରି ନଥିଲି। ଏଇଥର ଆଜ୍ଞା ଗୋଟେ ପ୍ରଧାନମନ୍ତ୍ରୀ ଆବାସ କରେଇ ଯାଇଛି ଆଉ। ଆଚ୍ଛା, ଆପଣ ତା ଘର ଦେଖିଛନ୍ତି? ହଁ ସାର୍, ସିଏ ଆମରି ଗାଁର ଆଉ, ମୁଁ ଦେଖି ନାହିଁ ନା। ଆଚ୍ଛା, ଆପଣ ସେ ଯୋଉ ନୂଆ ଘର କରେଇଛନ୍ତି ସେଇଟା ତ? ସେଇଟା ବଢିଆ ଘର କରିଛି। ସିଏ ତ ଆହୁରି 2 ଲକ୍ଷ ହାତରୁ ମିଶେଇକି କରିଛି। ଆଚ୍ଛା, ସେ କଣ କହୁଥିଲେ ଆପଣ ସେ ଚିକେନ ଭୋଜି ଖାଇବା ପାଇଁ ଯାଇଥିଲେ ସାର୍ କେବେ କହିଲେ? ଘର ପ୍ରତିଷ୍ଠା ଦିନ? ଆରେ ସରପଞ୍ଚ କିଏ କହିଲୁ? ତମେ ପରା। ମୁଁ ବା କଲେକ୍ଟର। ଓହୋ। ଆରେ କୋଭିଡ ସମୟରେ ମୋ ପାୱାର ଦେଖିଛୁ ଟି? ଏଇ ନାକେ ଭିଡିଓକୁ ଚୁଟିକି ମାରିବି, ଶଳାରେ ଟ୍ରାନ୍ସଫର ହେଇଯିବ। ସିଏ କଣ ଆଉ ବାକି ରଖିଛନ୍ତି? ସିଏ ପରା ପଇସା ନେଇକି ପଳେଇଲେଣି। ସିଏ ଯାହାହେଲେ ବି ଉପର ଅଫିସର, ସରକାର ତାଙ୍କର ଦଉଛନ୍ତି, ସିଏ ଖାଇକି ପଳେଇବେ। ତମେ ଯୋଉ ଗୋଟେ ଭାଇ ଭାଇ ଭିତରେ ଏମିତି ହଉଛ, ମତେ ଭଲ ଲାଗୁନି। ଆରେ ଭାଇ ଭାଇ କଣ ହୁଁ? କିରେ, ମୁଁ ତ ଘରକୁ 6 ଥର ଆସିବି। ହଁ। ବାଲି କୋଉଠୁ ଆସିବ, ସିମେଣ୍ଟ କୋଉଠୁ ଆସିବ? ଆରେ ମୁଁ ସେଗୁଡା ଘର କରି ମୁଁ ଯୋଗାଡ଼ କରିବି ସେଗୁଡା। କିରେ ସେଗୁଡାକ ମୁଁ ଯୋଗାଡ଼ କରିଦେଲେ ତୋର ସୁବିଧା ନା ଅସୁବିଧା? କିରେ ମୋର ଇଟା ଫ୍ୟାକ୍ଟ୍ରିଟା ଅଛି, ସେ ଇଟା ଗୁଡାକ କିଏ ନବ? ତୁ ମୋ ପାଇଁ ଘର ପାଇଲୁ, ମୁଁ ତୋରି ଲାଗି ଇଟା ରଖିଛି, ସେଇଠୁ ସିମେଣ୍ଟ ଆଣିବୁ। ଆରେ ଏତେ ସୁବିଧା କଲା ପରେ ତୁ ମତେ କିଛି ମୋରି ଦବୁନି? ପାଖରୁ କଣ ସେଇ କଥାଟା କରିବ? ଆରେ ମୁଁ ଅନ୍ୟ ଲୋକଙ୍କଠୁ ସିନା 40 ନଉଛି, ତୁ ତ 25 ଦବୁ। କଞ୍ଚା ପଇସା ଫ୍ରିରେ ପାଉଛୁ, 25 ଦବାକୁ ଗାଣ୍ଡି ଫାଟୁଛି ନା। ତମେ ତାହେଲେ 25 ନବ ଫାଇନାଲ? ଆରେ 25 ରୁ 24,999 ହେଲେ ହବ ନାହିଁ। ହଉ ତାହେଲେ ମୁଁ ଦେବି ଆଉ। ହାଲୋ ହାଲୋ, କଣ ଶୁଭୁନି ନା କଣ ସରପଞ୍ଚ? ଆଜ୍ଞା ଆଜ୍ଞା ସାର୍ ସାର୍ ସାର୍। ଆରେ ଭୋଜି ଚିକେନ ଖାଇବା କଥା କହୁଥିଲି। ହଁ ସାର୍ ସାର୍, ଦେଶୀ ଚିକେନ କରିଥିଲା ସାର୍, ମୁଁ ଯାଇଥିଲି ଆଜ୍ଞା। ଆଜ୍ଞା, ଗୋଟେ ପ୍ରୋବ୍ଲେମ ହେଇଯାଇଛି। କଣ ହେଲା କି ସାର୍? ସେ ଘରଟା ଚୋରି ହେଇଯାଇଛି। ହେଁ? ଅୟୋ ଓ ସରପଞ୍ଚ ବାବୁ, ଏଡେ ବଡ ଘରଟେ ହେଲା, ତମେ ଭୋଜି ଖାଇବାକୁ ସେଇଠିକି ଗଲ, ତାପରେ ଘରଟା ସେଇଠୁ ଉଭା ନେଇଗଲା। ଏଇଟା ଭଲ ହେଲାନି ସାର୍। ସାର୍ କେଡେ ପରିଶ୍ରମ କରିଥିଲା ସିଏ, ଚୋରି ହେଇଗଲା। ଆରେ ସେ ଘରଟା କେମିତି ଚୋରି ହବ? ଓହୋ ସରି ସରି ସାର୍, ମୁଁ ଅନ୍ୟ ମନସ୍କର ଜିନିଷ ବୋଲି ଭାବିଦେଲି। ଆରେ ଏମିତି ଘରଟେ ଦେଇଥିଲ ଯେ ସେଇଟା ଚୋରି ହେଇଗଲା, ଆଉ ସେଇଥିପାଇଁ ତମେ ଘପା ଘପ ଭୋଜି ବି ଖାଇଦେଲ। ଆଚ୍ଛା, ଆଉ କିଏ କିଏ ଯାଇଥିଲା ସେଇଠିକି ଭୋଜି ଖାଇବାକୁ? ହയോ ଓ ସରପଞ୍ଚ, କଣ ଭାବୁଛ? ହଁ ହଁ ସାର୍, ସେଦିନ VLW ମୋ ସହିତ ଯାଇଥିଲେ ସାର୍। ସାର୍ ସିଏ ଟିକେ ଚିକେନ ପ୍ରିୟ ତ। ଆଁ? ମୁଁ କହୁଛି ପରା ସାର୍, ମୁଁ କିଛି ଜାଣିନି। ମୋ ପାଖକୁ ଫାଇଲ ଆସିଲା, ମୁଁ ଦସ୍ତଖତ କଲି, ଫାଇଲ ଛାଡିଦେଲି। ତାପରେ ଭୋଜି କରୁଥିଲେ, ସେମାନେ ମତେ ଡାକିଲେ, ମୁଁ ଗଲି ଖାଇବା ପାଇଁ, କିନ୍ତୁ ମୁଁ କିଛି ଜାଣିନି ସାର୍। ହଉ ହେଲା 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 ହେଲା, ତମେ କିଛି ଜାଣିନ, ତାହେଲେ ଏଠି ଜାଣିଛି କିଏ? କାଇଁ କାଗଜ କାଇଁ ଦେଲ? ସାର୍ ଓ ଅବନି ଆଉ ଆଜ୍ଞା ଇଏ ତମ ଘରଟା ମେକିଂ ପ୍ରୋସେସ ହେଲା ବେଳେ ଆଜ୍ଞା ସେ ସାଇଟ୍ ଉପରେ ପ୍ରେଜେଣ୍ଟ କିଏ ଥିଲା, ମାନେ ଉପସ୍ଥିତ କିଏ କିଏ ଥିଲେ? ଇଏ ୱାର୍ଡ ମେମ୍ବର ଥିଲା ଆମ ଗାଁର, ସରପଞ୍ଚ ବାବୁ ଥିଲେ,
VLW ସାର୍ ଥିଲେ, JE ସାର୍ ଥିଲେ ସାର୍, ଯେଇ ଜୁନିୟର ଇଞ୍ଜିନିୟର, କନିଷ୍ଠ ଯନ୍ତ୍ରୀ। ପଟ୍ଟନାୟକ ପଟ୍ଟନାୟକ ସାର୍ ଏଇ ଯେଇକୁ ଲଗା। ସାର୍ କାଲି ଗଲେ ମାର୍କେଟ ଯିବା ହେଲା। ଆଚ୍ଛା ପରେ କଥା ହବା, ଟିକେ ଟିକେ ରହୁଛି। ହ୍ୟାଲୋ, ହଁ ବଡ ଖେଳାଡି ଜେଇ ବାବୁ କହୁଛନ୍ତି କି? ଏଇଟା ମାଣିକପୁର ଆଜ୍ଞା। ହଁ ହଁ ବଡ ଖେଳାଡି ଆପଣଙ୍କ ଅଣ୍ଡରରେ ଯାଇନି କି? ହଁ, କିଏ କହୁଥିଲେ? ମାଣିକପୁର ଥାନାରୁ କହୁଥିଲି ସବ ଇନ୍ସପେକ୍ଟର SK ପଟ୍ଟନାୟକ। ଆଜ୍ଞା ନମସ୍କାର ନମସ୍କାର। ଏ କଣ ହେଲେ କି ଆଜ୍ଞା? ହଁ ମୁଁ କଣ କହୁଥିଲି କି, ହଁ ଯୋଉ ବଡ ଖେଳାଡି ଅବନୀ ଷଡଙ୍ଗୀ ହଁ ପିତା ଗୋଲେଖ ଷଡଙ୍ଗୀ ପ୍ରଧାନମନ୍ତ୍ରୀ ଆବାସ ନେଇଥିଲେ କି? ହଁ, ସେ ସବୁ କାମ ତ ସରିଲାଣି। ଆପଣ ଯାଇଥିଲେ ଦେଖିବା ପାଇଁ? ଏ ମୁଁ ନ ଯାଇଥିଲେ ଟଙ୍କା ସାଙ୍କସନ ହବ କେମିତି? ମୁଁ ଯାଇଥିଲି ଆଜ୍ଞା। ଏ କଣ ପ୍ରୋବ୍ଲେମ ହେଇଛି କି ସାର୍? ହଁ ଆଜ୍ଞା, ଏ କଣ ହେଇଛି? ଆପଣ ଟିକେ ଥାନାକୁ ଆସନ୍ତୁ, ଟିକେ କଥାବାର୍ତ୍ତା ଅଛି। କଣ ପାଇଁ? ଟିକେ ଫୋନରେ କହିଦଉନାହାନ୍ତି। ପୋଲିସ ଡାକୁଛି ଆଜ୍ଞା, ଆସନ୍ତୁ ନା ଆମେ ଯାଇ ଉଠେଇ ଆଣିବୁ, ଏଇଟା ଭଲ ହବ। ଆରେ ମୁଁ ପା ଜଣେ ଜେଇ। ଆମେ ଜାଣିଛୁ ଆଜ୍ଞା, ଆରେ ଅସୁବିଧା ଟା କଣ କୁହନ୍ତୁ ଆଜ୍ଞା। ସେ ଘରଟା ନାହିଁ ଆଜ୍ଞା, ଚୋରି ହେଇଯାଇଛି। ଆଚ୍ଛା ଆପଣ ସେ ଘର ଦେଖିଥିଲେ? ପଇସା ଖାଇକି ଦସ୍ତଖତ କରିଛନ୍ତି, ଏଥର ଫସିବ। ଯାହା ପଚାରିବେ ହଁ ମାରିବ, ନହେଲେ ପୁରା ପୁରି ନାମ ନବ। ଏଇ କଣ ଭାବୁଛୁ? ହଁ ସାର୍ ମୁଁ ଦେଖିଛି ପା, ବଢିଆ ରଙ୍ଗ କରିଥିଲା, ଘିଅ କଲର। ସାର୍ ହ୍ୱାଇଟ୍ ଧଳା ଉପରେ ନୀଳ କଲର ଦେଇଥିଲେ ନା? ଅନାନି ମୁଁ ଅନ୍ୟ ମନସ୍କରେ କହିଦେଲି ସେଇଟା ଘିଅ କଲର ବୋଲି, କିନ୍ତୁ ପ୍ରକୃତରେ ସେଇଟା ବ୍ଲୁ କଲର। ବଢିଆ ଘର। ବଢିଆ ଘର ଯେ, ହେଲେ ସେ ଘରଟା ଗଲା କୁଆଡେ? ଆରେ ଗଲା କୁଆଡେ ମାନେ? ଆରେ ସେ ଘରଟା ପରା ନାହିଁ। ଏ ବାବୁ କହୁଛନ୍ତି ସେ ଘରଟା ସେଠୁ ଉଭା ନେଇଗଲା। ଘର ତ ସେଠି ଥିଲା। ଗୋଟେ କାମ କଲେ, ଆପଣ ଟିକେ ଖୋଜାଖୋଜି କଲେ କାଳେ ଘରଟା ମିଳିଯିବ। ଆଚ୍ଛା ଆପଣ ସେ ସାଇଡ କୁ କେବେ ଯାଇଥିଲେ? ସାର୍ ଆରମ୍ଭ ବେଳେ ତ ପୁରା ଆରମ୍ଭରୁ ଶେଷ ଯାଇଥିଲେ। ସେଦିନ ରବିବାରିଆ ଥିଲା, ହଁ 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 ମନେ ପକାନ୍ତୁ ସାର୍। ସେଦିନ ବିଲମପା ଚାଲତା ଆପଣ କାର୍ ଧରିକି ଆସିଥିଲେ। ସରପଞ୍ଚ ୱାର୍ଡ ମେମ୍ବର ସେଦିନ ମୋ ସାଙ୍ଗରେ ଥିଲେ, ଉଞ୍ଚା ମରା ହଉଥିଲା। ଆରେ ଇଏ ମାପ ସବୁ ପରା ଠିକ ଅଛି। 3 ଫୁଟ କଥା ଯୋଉ କହୁନଥିଲୁ ତୁ, ସେଇଟା ଆମ ଭିତର କଥା, ଆମର ସେଇଟା ଆଡଜଷ୍ଟ ହେଇଯିବ। ଆଉ ଆଉ କଣ ଅସୁବିଧା? ଆରେ ରହିଲେ ଦେହ ପା ଖରାପ ହବ, ସେ ବାସ୍ତୁ ଫାସ୍ତୁ କଣ କହନ୍ତି। ଆରେ କାହିଁକି ସାଙ୍ଗ ତୋର ଦିହ ଖରାପ ହବ? ଏଇଟା ତୋର ରହିଲା ପୂର୍ବ ଦିଗକୁ ରହିଲା ଦୁଆର ମୁହଁ, ଆଉ ଏପଟେ ଐଶାନ୍ୟ କୋଣରେ ରହିଲା ଠାକୁର ଘର, ଆଉ ଅଗ୍ନେୟ କୋଣ ରହିଲା ରୋଷେଇ ଘର। ଆଉ ଅସୁବିଧା ଟା କଣ ହବ? ଏ ଦିବାକର ଫାଇଲ ଟା ଆଣୁନ। ଆଉ ଦେଖିଲୁ ପୁରା ହିସାବ ହିସାବରେ ହେଇଛି ନା? ଆରେ ବୋଧେ ଯେଇ ଆଇଲେ ନା କଣ? ଏ ଶୁଣୁ ହବନି, ଏ କହିବୁନି ତାଙ୍କୁ କିଛି। ନା ନା ମୁଁ କାଇଁ ମୋ କହିବି? ଭିତରେ କଥାବାର୍ତ୍ତା। ଆରେ ସିଏ ଆଜି ଅଛି କାଲି ନାହିଁ। ଆରେ ଆମେ ପା ଭାଇ ଭାଇ ହେଇକି ଆମ ରହିବା। ଭାଇ। ହେ ଦିବାକର ଫାଇଲ ଧଇଲୁ। ସାର୍ ନମସ୍କାର। ସାର୍ ନମସ୍କାର। ଆସନ୍ତୁ ଆସନ୍ତୁ ଆଜ୍ଞା। ଆଜ୍ଞା ନମସ୍କାର ସାର୍। ନମସ୍କାର। ଆଜ୍ଞା ନମସ୍କାର। ଆସନ୍ତୁ। ଚାଲନ୍ତୁ ଚାଲନ୍ତୁ। ଆସନ୍ତୁ 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 ସାର୍ ଆସନ୍ତୁ। ଏ ଦିବାକର ଆଜ୍ଞା ଏଗୁଡ଼ା ଆଜ୍ଞା ଆଜ୍ଞା ସାର୍ ରୁହନ୍ତୁ ରୁହନ୍ତୁ, ଗୋଟେ ଛାଡ଼ି ବସନ୍ତୁ। ସରପଞ୍ଚ ବାବୁ, ସାର୍। ସବୁ କାମ ଠିକ ଠାକ ଚାଲିଛି ତ? ସବୁ ସାର୍ ପକା। ଓକେ ପୁରା ଓକେ। ଠିକ ଠାକ ସାର୍। ପୁରା ଜାଗା ମାପ ସରିଗଲା। ମାପ ସରିଗଲା? ସବୁ ସରି। ତାହେଲେ ଅସୁବିଧାଟା ରହିଲା କୋଉଠି? ଅସୁବିଧା କିଛି ନାହିଁ। ସରପଞ୍ଚ ବାବୁ କହିଲେ ଆପଣଙ୍କର ଟିକେ 10 କୋଟି ମାଧ୍ୟମ ସରିଲା ଆଉ। ହଉ 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 ହଉ। ଆଜ୍ଞା ଇଏ ଶୁଣ ବାବୁ, ଆଜ୍ଞା କହୁନାହାନ୍ତି। ଟିକେ ଆସ ମୋ ସାଙ୍ଗରେ ଆଜ୍ଞା କୁଆଡେ ସାର୍? ଏଇଠି। ଆଜ୍ଞା ସାର୍। କଥା କଣ କି, ଆଜ୍ଞା ଏସବୁ କାମରେ ଏମିତି ହୁଏନି। କେମିତି ହୁଏ? ଆମେ ଅନ୍ୟମାନଙ୍କ ଠାରୁ 25% ଲେଖାଏଁ ନଉ। ଆଜ୍ଞା ଯେହେତୁ ତମେ ଅତି ଗରିବ ଲୋକ, ଆଜ୍ଞା ଆଜ୍ଞା ତମଠୁ କଣ 25 ନେବି? ଆଜ୍ଞା କାଟି କୁଟି ତାକୁ 18% ରେ ପକେଇଛି। 18%? ସାର୍ ଏଇ ଯୋଉ ଟୋଟାଲି ପଇସାର 18% କେତେ ହବ ସାର୍? ମାନେ ପୁରା ପଇସାର 18% ହଉଛି 32,400 ଟଙ୍କା। ସାର୍ ଆଉ କଣ ଗ୍ୟାସ୍ ଟେ ରହିବ? ମୁଁ ସୁନୁ ପାମ୍ପୁଡି ଖାଇ ମୁଁ କିଛି ବୁଝିପାରୁନି। ଆରେ ତୁ ପରା 1.5 ଲକ୍ଷ ଟଙ୍କା ପାଇଲୁଣି, ତା ଛଡା ତୋ ପାଖରେ ବା 2 ଲକ୍ଷ ଟଙ୍କା ଅଛି। ହଁ ଯେ ସାର୍, ତା ଛଡା ପରା ଇଏ ସରପଞ୍ଚ ବାବୁ, VLW ୱାର୍ଡ ମେମ୍ବର ଏମାନେ ଅଛନ୍ତି, ଏମାନେ ନେବେ।
ସେମାନେ ନେବେ ଚାକିରି ଖାଇଯିବି ଏ ବିଷୟରେ ମୁଁ ବିଡିଓଙ୍କ ସାଙ୍ଗରେ କଥାବାର୍ତ୍ତା ହେଇଛି ଏଇଟା ଆମ ଭିତର କଥାବାର୍ତ୍ତା ଯାହା ହେଲେ ବି କିଛି କିଛି ନେବେ ଆଉ ସମସ୍ତେ ନିଜକୁ ଗୋଟେ ଗୋଟେ ମୁଣ୍ଡି ଭାବୁଛନ୍ତି ଇଏ କୋଉ ତା ଚାକିରି ଖାଇଯିବ ଇଏ କୋଉ ତା ଚାକିରି ଖାଇଯିବ ଆଙ୍କ ଭିତର କଥାଟା କିଛି ବୁଝି ହଉନି କଣ ଭାବୁଛି କି ରେ ପୁଣି ଭିଡିଓ ନେବେ ପାଖରେ ଆଠେଣୀଟିଏ ନାହିଁ 1.5 ଲକ୍ଷ ଟଙ୍କା ମାଗଣା ମାଗଣା ପାଇଲୁଣି ଜାଗା ମପା ହେଇଗଲାଣି ଯଦି ନବା କଥା ତୁ ନେ ନହେଲେ ମୁଁ ଆଉ କାହାକୁ ଦେଇଦେବି ଏ ଡ୍ରାଇଭର ଗାଡି ବୁଲା ସାର୍ ଆପଣ ଏତେ ଟିଙ୍ଗା ମୁଁ ଜାଣିନଥିଲି ହେଲା ଯଦି ନିହାତି ସେମିତି ହବ ତାହେଲେ ମୁଁ ଦେଇଦେବି ଆଉ ହୟ ଜୟ ବାବୁ ଘର ଦେଖିକି ଆସିଲେ ଭଲ ବୋଲି କହିଲେ ଘରର କଲରଟା କେମିତି ଭୁଲିଗଲେ ଆପଣ ଯୋଉ କଥାବାର୍ତ୍ତା କରୁଛନ୍ତି ସାର୍ ମୁଁ ସିନା ଗୋଟେ ଘର ମୋ ଜୀବନରେ କରିଛି ମନେ ରଖିବି ସିଏ ପରା ଯେଇ ଯାଏ ସିଏ 1000 ଆଡେ ମାରୁଛନ୍ତି କଲର ମାରୁଛନ୍ତି ସିଏ କେମିତି ମନେ ରଖିବ ଆପଣ ଯୋଉ କଥା କହୁଛନ୍ତି ପୁରା ଠିକ କଥା ଆଚ୍ଛା ଆପଣଙ୍କର ଏଠିକାର ହାୟର ଅଥରିଟି କିଏ ବିଡିଓ ସାର୍ ପଟ୍ଟନାୟକ ସେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ତା ଗୋଷ୍ଠୀ ଭିଡିଓକୁ ଲଗା ଦେଖୁନୁ ହ୍ୟାଲୋ ଆଜ୍ଞା ମାଣିପୁର ପୋଲିସ ଷ୍ଟେସନରୁ କହୁଛି କଣ ହେଲା ଆଜ୍ଞା ସେ ଅବନୀ ଷଡଙ୍ଗୀ ଘର ମତେ ଟିକେ ଡକୁମେଣ୍ଟ ଚେକ୍ କରିବାକୁ ପଡିବ ହେ ରୁହନ୍ତୁ କୋଉ ମସିହା କଥା କହୁଛନ୍ତି ଆଜ୍ଞା ଏଇ ବର୍ଷର ଆଚ୍ଛା କୋଉ ପଞ୍ଚାୟତ କଥା କହୁଛନ୍ତି ଆଚ୍ଛା ସେଟା ବଡ ଖେଳାଡି ଆଚ୍ଛା ଇଏ ସେଗୁଡା ତ ମୁଁ ଦେଖେ ନେଇ ମୁଁ ତ ଫାଇନାଲ ଅଥରିଟି ମୋ କାମ ହେଲା ଖାଲି ସିଗ୍ନେଚର ମାରିବା ଟିକେ ହୋଲ୍ଡ କରନ୍ତୁ ବୁଝିଲେ ମୁଁ ଏଇକୁ ପଚାରି କହୁଛି ହ୍ୟାଲୋ ପଡାଉ ଆଜ୍ଞା ହେ ଶୁଣ ମ ଇଏ ସେ ଯୋଉ ବଡ ଖଲାଡି ଯୋଉ ପଞ୍ଚାୟତ ଆଜ୍ଞା ହଁ ସେଠି ଯୋଉ PMAY ଯୋଜନା ଯାଇଥିଲା ଆଜ୍ଞା ତା ନାଁ ହଉଛି ଅବନୀ ଷଡଙ୍ଗୀ ରୁହ ଖାତା ନମ୍ବରଟା କହୁଛି ଟିକେ ଲାଇନରେ ଥା 119/19/20 ହଁ ସାର୍ ଅବନୀ ଷଡଙ୍ଗୀ କଣ ହେଲା କି ସାର୍ ତା ଘରଟି ତମେ ଦେଖିଥିଲ ତ ହଁ ସାର୍ ନିଜେ ଜେଇଙ୍କ ସାଥିରେ ଯାଇଥିଲି ଭାରି ବଢିଆ ଘର ହେଇଥିଲା ସାର୍ ସେଟା ସାର୍ ଆଜ୍ଞା 1856 ସ୍କୋୟାର ଫୁଟ ଥିଲା ଆଉ ୟେଲୋ କଲର ମଧ୍ୟ ଥିଲା ଭାରି ବଢିଆ ଘର ହେଇଥିଲା ଆଉ ଆମର ସବୁ ପ୍ଲାନିଂ ଅନୁସାରେ ହେଇଥିଲା ଓକେ 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 ଆଜ୍ଞା ବଡାକୁ ଟିକେ ରଖ ମୁଁ ଛାଡି କଲ୍ କରୁଛି ଆଜ୍ଞା ସାର୍ ହ୍ୟାଲୋ ହଁ କୁହନ୍ତୁ ହଁ ହେଇଥିଲା ତ ସବୁ କାଗଜ ପତ୍ର ଠିକ ଅଛି ଭେରିଫିକେସନ ହେଇଛି ଘର ହଳଦିଆ କଲର ହେଇଛି ଅଫିସର ଦେଖିକି ଆସିଛନ୍ତି ଏନି ପ୍ରୋବ୍ଲେମ ଆଜ୍ଞା ସେ ଘରଟା ନାହିଁ ଆଜ୍ଞା ହ୍ୱାଟ